ବାଗୁରୁ ମାଛ ଚୋରି କାହାଣୀ। ବାଗୁରୁ ମାଛ ଚୋରି କାହାଣୀ। ଏକ ସୁନ୍ଦର ଗାଁ, ଯାହାର ନାମ ଶାଗୁଆଣୀ। ଏହି ଗାଁ ଦେଇ ଏକ ଛୋଟ ନଈ ବହିଯାଇଥାଏ, ଯାହା ମାଛରେ ଭର୍ତ୍ତି। ସବୁଜ ଜଙ୍ଗଲ ଘେରା ସେହି ନଈ କୂଳରେ ଲୋକମାନେ ନିଜ ନିଜର ମାଛଧରା ଜାଲ ଓ ଫାସ୍ ପକାଇଥାନ୍ତି। ସେହି ଗାଁର ଯୁବକ ଥିଲା ବାଗୁରୁ। ସେ ଅଳସୁଆ ଥିଲା ଏବଂ ପରିଶ୍ରମ କରିବାକୁ ଭଲ ପାଉନଥିଲା। ଅନ୍ୟମାନଙ୍କ ଜାଲରୁ ମାଛ ଚୋରି କରିବାର ଖରାପ ଅଭ୍ୟାସ ତାର ଥିଲା। ଦିନେ ଭୋର ସମୟରେ ଯେତେବେଳେ ସୂର୍ଯ୍ୟ ଠିକ୍ ଉଦୟ ହେଉଥାନ୍ତି, ବାପି ନିଜ ଜାଲ ଯାଞ୍ଚ କରିବାକୁ ନଈ କୂଳକୁ ଆସିଲା। ବାପି ଦେଖିଲା ତାର ତମ୍ପା ଜାଲ, ନୀଳ ରଙ୍ଗର ପଲିଥିନ୍ ଜାଲ ଯାହା ଛବିରେ ଦେଖାଯାଉଛି। ପାଖରେ ଜଣେ ଲୋକ ଲୁଚି ଲୁଚି କ'ଣ କରୁଛି। ସେ ଚୁପଚାପ ଗଛ ଆଡ଼ୁ ଦେଖିଲା। ସେହି ଲୋକଟି ଆଉ କେହି ନୁହେଁ, ସେ ଥିଲା ବାଗୁରୁ। ବାଗୁରୁ ବାପିର ଜାଲରେ ପଡ଼ିଥିବା ମାଛଗୁଡ଼ିକୁ ଚୋରି କରି ନିଜ ପାଖରେ ଥିବା ଏକ ପାଲି ବସ୍ତାନି ଗୋଲାପୀ ବ୍ୟାଗ୍ ଭିତରେ ଭର୍ତ୍ତି କରୁଥିଲା। ବାପିକୁ ଦେଖି ବାଗୁରୁ ତରବର ହୋଇ ଲୁଚି ପଳାଇଲା। ବାପି ସାଙ୍ଗେ ସାଙ୍ଗେ ନିଜର ସାଙ୍ଗ ଲିଲୁ ପାଖକୁ ଗଲା। ଲିଲୁ ଥିଲା ଗାଁର ଜଣେ ସଚ୍ଚୋଟ ଓ ଶକ୍ତିଶାଳୀ ଯୁବକ। ବାପି ରାଗରେ କହିଲା, ଲିଲୁ, ତୁ ଜାଣିଛୁ କି, ବାଗୁରୁ ମୋ ଫାଁସରୁ ସବୁ ମାଛ ଚୋରି କରି ନେଇଛି। ମୁଁ ତାକୁ ନିଜ ଆଖିରେ ଦେଖିଛି। ଲିଲୁ ରାଗିଯାଇ କହିଲା, ଏହି ମାଛ ଚୋରି ଅଭ୍ୟାସ ବାଗୁରୁର ବହୁତ ବଢ଼ିଗଲାଣି। ଆଜି ତାକୁ ଉଚିତ ଶିକ୍ଷା ଦେବାକୁ ପଡ଼ିବ, ଯାହାଫଳରେ ସେ ଆଉ କେବେ ଏପରି ଭୁଲ କରିବ ନାହିଁ। ଲିଲୁ ଏବଂ ବାପି ମିଶି ବାଗୁରୁକୁ ତାର ଘର ପାଖରେ ଧରିଲେ। ବାଗୁରୁ ଡରିଯାଇ ଦୌଡ଼ିବାକୁ ଚେଷ୍ଟା କଲା, କିନ୍ତୁ ଲିଲୁ ତାକୁ ଧରି ପକାଇଲା। ଲିଲୁ ବାଗୁରୁକୁ ନଈ କୂଳରେ ଥିବା ଏକ ବଡ଼ ଆମ୍ବ ଗଛ ପାଖକୁ ଟାଣି ଆଣିଲା। ଲିଲୁ ତାକୁ ଗଛରେ ଏକ ଶକ୍ତ ଦଉଡ଼ିରେ ବାନ୍ଧିଦେଲା। ସେହି ସମୟରେ ଗାଁର ବହୁତ ଲୋକ ସେଠାରେ ରୁଣ୍ଡ ହୋଇଗଲେ। ଗ୍ରାମବାସୀଙ୍କ ସାମ୍ନାରେ ଲିଲୁ ବାଗୁରୁକୁ ବାଡ଼ିରେ ପିଟିଲା। ବାଗୁରୁ କାନ୍ଦି କାନ୍ଦି ନିଜର ଭୁଲ ସ୍ୱୀକାର କରି କହିଲା ଯେ ସେ ଆଉ କେବେ ଚୋରି କରିବ ନାହିଁ। ଲିଲୁ କହିଲା, ମାଛ ହେଉଛି ଆମ ପରିଶ୍ରମର ଫଳ। ନିଜର ପରିଶ୍ରମରେ କମାଅ, ଅନ୍ୟର ଜିନିଷ ଚୋରି କର ନାହିଁ।